हे परमोच्च प्रभु चिरंतन सत्य आमे केवल तुमरी आज्ञावह उठू ओ सत्यर विधान को आश्रय करी जीवन धारण करो। आमे प्रश्न उपनिषदर तृतीय प्रश्न प्राणर उत्पत्ति प्राणर शरीर मध्य को प्रवेश प्राणर विभाजन प्राणर उत्क्रमण सहित प्राणर बहिक्रिया संबंध रे आलोचना करुछु। ब्रह्मनिष्ठ ब्रह्मपरा साधक शिष्य कौशल्यंक कौशलपूर्वक प्रश्नर उत्तर दिव्यद्रष्टा ऋषि अति कौशलपूर्वक उत्तर देउछन्ति। आध्यात्मिकतारे गुरु जने कौशली हेले एवं शिष्य जदि जने कौशली होइथाए सेतेबेले विद्या तार उत्कर्ष सहित होइथाए, उत्कर्ष साधन करे। कौशल शब्दटा आध्यात्मिक जगशास्त्र एक मोहनीय शब्द। जगो कर्मसु कौशलम एवं जोग करिवा पई हेले जोगर जो कर्मर कौशलटी दरकार आमको किमिति परमंक सहित समता स्थापन करि हबो सेटा एक कौशलपूर्वक कथा। गुरु एवं शिष्य उभय कौशली हेले विद्यार उत्कर्ष साधन हुए से संपर्क रे कठोपनिषद्र गुरु जम नचिकेता को कहउछन्ति आश्चर्यवक्ता कुशलस्य लब्धा आश्चर्य ज्ञाता कुशलानुशिष्टा। जे वक्ता जे गुरु से यदि कुशली हुअन्ति सेतेबेले से आस्पृहा करन्ति जे सिमिति जड़े कुशली शिष्यटे मिलन्ते से तांकरी भितरे देई से ज्ञानर ऊर्जाटी को प्रकाशित करि दियन्ते। सिमिति शिष्य मध्य व्याकुल हुअन्ते जे सिमिति एक आश्चर्य गुरु मिलन्ते। ए गुरु शिष्य उभय आश्चर्य आ सी तांको द्वारा से परम ज्ञान से प्रकृत ज्ञान गोटे अभिज्ञतापूर्ण ज्ञान को से निज भीतर को अवतरण कराई पारन्ते। ए उभयंकर जते मिलन हुए से ज्ञानर उत्कर्ष साधन हुए। तो से ही आश्चर्य गुरु से ही आश्चर्य शिष्य उभयंक द्वारा गोटे ज्ञानर ऊर्जा विकसित होइकरी आज समग्र पृथ्वी को गोटे ज्ञानर गोटे विराट भंडार ए ज्ञानर ये प्रकाशित हो पारि। आमे सचेष्ट हो उठुचु से ज्ञानर अकाणीचाए पाइबा पई। सेही पारि आमे सौभाग्यवशत सेमिति आश्चर्य गुरु को प्राप्त आमे आश्चर्य शिष्य होइछि कि नहीं संदेह, किंतु आश्चर्य गुरु पिप्पलद को आमे प्राप्त पाइछु। तांको पाखरु से महान कथा गुड़ाक आमे शुणुछु। गुरु कहउछन्ति जे एई परामन से सज्ञान मन से ही परमात्मा ठारू सुष्ट प्राण पुरुष को आनी शरीर भितर प्रवेश कराइले, शरीर को रूप देले, शरीर को क्रियाशील कराइले, शरीर को शक्ति सामर्थ्य युक्त कराइले। से मन गोटे परामन से चित शक्ति को ये पृथ्वी पृष्ठ को आनिला एवं शरीर भीतर को प्रवेश कराइला। ଯେତେବେଳେ ପର୍ଯ୍ୟନ୍ତ ପ୍ରାଣ
ତେଜଶୀଳ ହେଇକରି ଏ ଶରୀର ଭିତରେ କ୍ରିୟା କରୁଥାଏ, ଶରୀର ସେତେବେଳେ ପ୍ରାଣ ପ୍ରାଚୁର୍ଯ୍ୟରେ ପୁରିଯାଏ। ସେ ସୁସ୍ଥ ସବଳ ସୌନ୍ଦର୍ଯ୍ୟପୂର୍ଣ୍ଣ ହେଇକରି এই ବାହ୍ୟ ଜଗତର ସମସ୍ତ ପ୍ରାଣକୁ ମଧ୍ୟ ସେ ଉପଭୋଗ କରେ ଏବଂ ଏହି ପ୍ରାଣ ସେ ପ୍ରାଣକୁ ଉପଭୋଗ କରୁଥିଲା ବେଳେ ଖୁବ୍ ଆନନ୍ଦିତ ହେଉଥାଏ, ବିମୋହିତ ହେଉଥାଏ। ଏ ପ୍ରାଣର ଯାତ୍ରାକୁ ଆମେ କେତେବେଳେ ଅନୁଭବ କରିଛେ କି? ଏବଂ ଏହି ପ୍ରାଣ ସେଇ ପ୍ରାଣକୁ ସେଇ ବାହ୍ୟ ପ୍ରାଣକୁ ଆନନ୍ଦର ସହ ଉପଭୋଗ କରିବାର ବେଳେ ସେ ଅନେକ କଥା ଭୁଲିଯାଏ। ତେଣୁ ତାକୁ ଗୋଟେ ଅନ୍ତଃକର୍ମ ଏବଂ ବାହ୍ୟକର୍ମ ନିଜକୁ ନିଯୁକ୍ତ କରିଥାଏ। ତେଣୁ ସେ ଯେତେ ସଚେଷ୍ଟ ହୁଏ, ସେ ପ୍ରାଣର ଯେଉଁ ଅନ୍ତଃକର୍ମ ରହିଛି ସେ ଅନ୍ତଃକର୍ମ ଏବଂ ବାହ୍ୟକର୍ମ ଏ ଉଭୟକୁ କର୍ମରେ ନିଜକୁ ସେ ନିଯୁକ୍ତ କରିଥାଏ। ବ୍ୟକ୍ତି ଶରୀର ଭିତରେ ଯେଉଁ ପ୍ରାଣ ରହିଛି, ଯିଏ ଶରୀରକୁ ନିର୍ମାଣ କରିଛି, ଠିକ୍ ସେହିପରି ବିଶ୍ୱ ପ୍ରକୃତିର ମଧ୍ୟ ଏକ ପ୍ରାଣ ରହିଛି। ସେହି ପ୍ରାଣ ହିଁ ସେ ବିଶ୍ୱ ପ୍ରକୃତିର ଯେ ପ୍ରାଣ, ସେ ନଦ ନଦୀ ପାହାଡ଼ ପର୍ବତ ସମୁଦ୍ର ଝରଣା ତରୁ ତୃଣ ଏ ସୁନ୍ଦର ଅରଣ୍ୟ ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଏସବୁକୁ ସେ ରୂପ ଦେଇଛି। ସେହି ପ୍ରାଣ ଗ୍ରହ ନକ୍ଷତ୍ର ସୂର୍ଯ୍ୟ ଚନ୍ଦ୍ର ସବୁକୁ ସେ ନିର୍ମାଣ କରିଛି। ବାୟୁ ରୂପରେ ପ୍ରବାହିତ ହେଉଛି, ମୃତ୍ତିକା ପାଣି ପବନ ଅଗ୍ନି ଏସବୁ କିଛିକୁ ସେ ସୁନ୍ଦର ରୂପ ଦେଇଛି। ଏ ସୁନ୍ଦର ପୃଥିବୀଟି ପ୍ରାଣବନ୍ତ ହୋଇ ଉଠିଛି। ଯେତେବେଳେ ଶରୀରରୁ ସେହି ପ୍ରାଣ ନାମକ ଯେଉଁ ଶକ୍ତି ବା ତେଜ ସେତେବେଳେ ସେ ଯେତେବେଳେ ନିଶ୍ଚିହ୍ନ ହୋଇଯାଆନ୍ତି, ଶାନ୍ତ ହୋଇଯାଆନ୍ତି, ସେତେବେଳେ ପ୍ରାଣ ଆଉ ଏଠି କାର୍ଯ୍ୟ କରିବା ପାଇଁ ସକ୍ଷମ ହୁଏ ନାହିଁ। ସେ ବାହ୍ୟ ପ୍ରାଣ ହେଉ ବା ଅନ୍ତଃପ୍ରାଣ ହେଉ। ଯଦି ବ୍ୟକ୍ତିର ପ୍ରାଣ ନିସ୍ତେଜ ହୋଇଯାଏ, ସେତେବେଳେ ତା ଭିତରେ ସେ କାର୍ଯ୍ୟ କରୁଥିବା ମନ ଏ ଇନ୍ଦ୍ରିୟ ସେ ପ୍ରାଣ ସହ ତା ସ୍ୱସ୍ଥାନକୁ ଫେରିଯାଆନ୍ତି, ଉପନିଷଦ କହୁଛନ୍ତି। ଏବଂ ତାଙ୍କର ସ୍ୱସ୍ଥାନ କିଏ ନା ମନ। ମନ ହେଉଛି ତାଙ୍କର ମା, ଯିଏ ତାକୁ ଆଣିକିରି ଜନ୍ମ ଦେଇକିରି ଏହି ପୃଥିବୀ ପୃଷ୍ଠରେ କ୍ରିୟା କରିବା ପାଇଁ ଏଠି ସଂକଳ୍ପ କରିଥିଲା ଏବଂ ଏଠି କ୍ରିୟା କରୁଥିଲା ତାଙ୍କରି ମାଧ୍ୟମରେ। ସେହି ମନ ପାଖକୁ ସେ ଫେରିଯାଏ। ପ୍ରାୟ ଆମେ ଚତୁର୍ଥ ପ୍ରଶ୍ନରେ ସେ ପ୍ରଶ୍ନର ଉତ୍ତର ଆମେ କିଛି ପାଇବା ଯେ ମଣିଷ ମରିଗଲା ପରେ କେଇଠିକୁ ଯାଏ, ତାର ଇନ୍ଦ୍ରିୟମାନେ କେଉଁଠିକି ଯାଆନ୍ତି, ବା ମଣିଷ ଶୋଇଗଲା ପରେ ଇନ୍ଦ୍ରିୟମାନେ କେଉଁଠି ଶୋଇଯାଆନ୍ତି, ସେ ସମ୍ପର୍କରେ ପ୍ରାୟ ଉତ୍ତର ଦେବେ ସିଏ। ତେଣୁ ଆମେ ଏତିକି କଥା ଅନୁଭବ କରୁଛେ ଯେ ପ୍ରାଣ ହିଁ ଜୀବନର ଚିହ୍ନ। ଏଇଠି ଜନ୍ମର ଅର୍ଥ ପ୍ରାଣର ପ୍ରବେଶ, ଆଉ ମୃତ୍ୟୁର ଅର୍ଥ ପ୍ରାଣର ଉତ୍କ୍ରମଣ, ଆଉ ଜୀବନର ଅର୍ଥ ପ୍ରାଣର ପ୍ରବାହ। ଆମେ ଅତି ସୁନ୍ଦର ଭାବରେ କାଲି ଅନନ୍ତ ଭାଇ ବି ଆଲୋଚନା କରୁଥିଲେ ଏବଂ ଗୋଟିଏ କଥା ସୁଜିତ ଭାଇ ବି ଉଠେଇଥିଲେ ଯେ ପ୍ରାଣ କ'ଣ କାହିଁକି ସେ ଛାଡ଼ିକିରି ଚାଲିଯିବ, କାହିଁକି ସେ ଏଠି ସବୁଦିନ ପାଇଁ ରହି ନଯିବ, ଯଦି ବା ମନ ଏଠିକୁ ପ୍ରାଣକୁ ଆଣୁଛି ଏଠିକୁ। ଏ ସମ୍ପର୍କରେ ସୁନ୍ଦର ଉତ୍ତର ବି ସିଏ ରଖୁଛନ୍ତି ତା ପରବର୍ତ୍ତୀ ପ୍ରଶ୍ନରେ ଯେ ଅନେକ ମଣିଷ ଜୀବନ ଥିଲେ ବି ସେ ନିଷ୍ପ୍ରାଣ ପରି ସ୍ଥାବର ପରି ସ୍ପୃହାହୀନ ଭାବରେ ଜୀବନ ଜୀଇଁଥାଏ।
ତେଣୁ ସେଇ ଯେଉଁ ନିଷ୍ପ୍ରାଣ ଥିବା ମଣିଷମାନଙ୍କୁ ଗୋଟେ ପ୍ରାଣବନ୍ତ ହୋଇ ଯେଉଁମାନେ ପ୍ରାଣବନ୍ତ ହେବା ପାଇଁ ସେମାନେ କିନ୍ତୁ ପ୍ରାଣବନ୍ତ ହେଇପାରିବେ, ଯେଉଁମାନେ ଜୀବନ ନିଷ୍ପୃହ ହୋଇଯାଇଛି, ସ୍ଥବିର ହୋଇଯାଇଛି, ତାଙ୍କ ପାଇଁ ପ୍ରାଣବନ୍ତ ପୁରୁଷମାନେ ତାଙ୍କର ଭୂମିକା ରହିଥାଏ। ଯେଉଁ ଲୋକମାନେ ନିଜ ଭିତରେ ଆଉ ଅନ୍ୟ ଭିତରେ ଓ ପ୍ରକୃତି ଭିତରେ ସେ ପ୍ରାଣକୁ ସଞ୍ଚାର କରିଦେଇପାରନ୍ତି, ସେ ପ୍ରକୃତି ନିଜେ ଏବଂ ଅନ୍ୟ ଏମାନେ ସମସ୍ତେ ପ୍ରାଣବନ୍ତ ହୋଇ ଉଠନ୍ତି। ସେତେବେଳେ ସେ ଗୋଟେ ଭଗବତ କର୍ମ ହିଁ କରିଥାଏ। ଆମେ ଯେଉଁ ସୁନ୍ଦର ଭାବରେ ପଢ଼ୁଥିଲେ ଯେ ଉଦାନ ପ୍ରାଣ ଉଦାନ ବାୟୁ ପୁଣ୍ୟରୁ ପୁଣ୍ୟ ଆଡ଼କୁ ଯାଏ, ଏବଂ ସେ ପୁଣ୍ୟ ଆଡ଼କୁ ଯାଏ କାହିଁକି? କେତେବେଳେ ନା ଏଇ ପ୍ରାଣ ଜୀବନ ଥିବା ବେଳେ ସେ ଯେଉଁ ପୁଣ୍ୟ କାର୍ଯ୍ୟ କରିଥାଏ ତା କାର୍ଯ୍ୟ ହିଁ ତାକୁ ଶ୍ରୀଅରବିନ୍ଦ କହୁଛନ୍ତି ଲିଡ୍ ଟୁୱାର୍ଡସ୍ ଊର୍ଦ୍ଧ୍ୱ ଆଡ଼କୁ ନେଇଯାଏ। ଏଇ ପୁଣ୍ୟ କାର୍ଯ୍ୟଟି କ'ଣ? ପୁଣ୍ୟ କାର୍ଯ୍ୟଟି ଏମିତି ହେଇଥାଇପାରେ ଯେ ସେ ନିଜ ଭିତରକୁ, ଅନ୍ୟ ଭିତରକୁ, ପ୍ରକୃତି ଭିତରକୁ ଅଧିକ ପ୍ରାଣବନ୍ତ କରିବା ପାଇଁ ଗୋଟେ ଦାୟିତ୍ୱ ନିର୍ବାହ କରେ, ଉତ୍ସାହର ସହ କିଛି କାର୍ଯ୍ୟ ସେ କରେ ଏବଂ ତାର ଦାୟିତ୍ୱ ରହିଛି ଯେ ମୁଁ ନିଜେ ହେଇ ଉଠିବି ଏବଂ ଅନ୍ୟକୁ ହେଇ ଉଠିବାର ସାହାଯ୍ୟ କରିବି, ନିଜେ ରୂପାନ୍ତରିତ ହେବି ଏବଂ ଏ ପରିବେଶକୁ ଏବଂ ଅନ୍ୟକୁ ରୂପାନ୍ତର କରିବାରେ କିଛି କାର୍ଯ୍ୟ ନିର୍ବାହ କରିବି। ସେଇମାନେ ହିଁ ଯଥାର୍ଥରେ ପୁଣ୍ୟବାନ ବ୍ୟକ୍ତି। ସେମାନେ ଈଶ୍ୱରଙ୍କ କାର୍ଯ୍ୟରେ ସହଯୋଗ କରନ୍ତି। ମନ ପ୍ରାଣ ଶରୀରର ରୂପାନ୍ତର କରନ୍ତି, ବିଶ୍ୱ ପ୍ରକୃତିର ରୂପାନ୍ତରକରଣରେ ଈଶ୍ୱରଙ୍କୁ ସହଯୋଗ କରନ୍ତି। ସେଇମାନେ ହିଁ ପ୍ରକୃତରେ ପୁଣ୍ୟରୁ ପୁଣ୍ୟ ଆଡ଼କୁ ଯାତ୍ରା କରନ୍ତି। ଅଶ୍ୱଳାୟନଙ୍କର ସୁପୁତ୍ର କୌଶଲ୍ୟଙ୍କର ଶେଷ ପ୍ରଶ୍ନ ଆମେ ଆଜି ଆଲୋଚନା କରିବା। ତାଙ୍କ ଶେଷ ପ୍ରଶ୍ନ ଥିଲା କଥମ୍ ଆଧ୍ୟାତ୍ମମିତି, କିପରି ଭାବରେ ଯେ ଆଧ୍ୟାତ୍ମ ବିଦ୍ୟା ବା ଆଧ୍ୟାତ୍ମ ବିଦ୍ୟାକୁ ପ୍ରାଣ ଧାରଣ କରେ, ଅର୍ଥାତ୍ ଯେ ଅନ୍ତଃଚେତନାରେ ଥିବା ତାର ପଦାର୍ଥ ସେ ହେଉଛି ଆଧ୍ୟାତ୍ମ ବିଦ୍ୟା। ତା ସହିତ ଏ ପ୍ରାଣର ସମ୍ପର୍କ ଏବଂ ତାକୁ ମଧ୍ୟ ଏଠି ପ୍ରକାଶ କରିବାରେ ପ୍ରାଣର କେଉଁ କାର୍ଯ୍ୟ ରହିଛି ସେ ସମ୍ପର୍କରେ ସେ ସୁନ୍ଦର ପ୍ରଶ୍ନଟି ପଚାରିଛନ୍ତି ଏବଂ ସେଇଟା ଶେଷ ପ୍ରଶ୍ନ। ଏବଂ ସେଇଟା ଯଦି ମଣିଷ ଜାଣିଯିବ ଯେ ଅନ୍ତଃ ଜୀବନ ସହିତ ଗୋଟେ ପାରମାର୍ଥିକ ଜୀବନ ସହିତ ଯେଉଁ ପ୍ରାଣର ସମ୍ପର୍କ, ସେତେବେଳେ ଆଉ ପ୍ରାଣ ନିଷ୍ପ୍ରାଣ ହେବାର ପ୍ରଶ୍ନ ଉଠୁନି। ତେଣୁ ଆମେ এই 10 নম্বର ଶ୍ଳୋକ ଅଧ୍ୟୟନ କରିବା ଆଉ ସେଇ ଶେଷ ପ୍ରଶ୍ନର ଉତ୍ତରକୁ ଖୋଜିବା। ତା ଭିତରୁ यच्चित्तस्तेनैष प्राणं आयाति प्राणं तेजसा युक्तः स्वात्मना यथा संकल्पितं लोकं नयति। यच्चित्तस्तेनैष प्राणं आयाति, ଏଠି ସେ ପ୍ରାଣ ସହିତ ଚିତ୍ତକୁ ଏଠି ଯୋଡ଼ିଲେ। ଚିତ୍ତ ହେଉଛି ଆମର ଗୋଟେ ସଂକଳ୍ପିତ ମନର ଯେଉଁ ସଂକଳ୍ପ ଏବଂ ବିକଳ୍ପ ଘଟିଥାଏ ସେଟା ଚିତ୍ତରେ ହିଁ ଘଟିଥାଏ। ସେହିପାଇଁ ଚିତ୍ତ ସବୁବେଳେ ଯେ କଥାଟିକୁ ଧାରଣ କରିଥାଏ ସେଇ କଥାରେ ବେଶୀ ଘାଣ୍ଟି ହୁଏ। ମନ ଚିତ୍ତ ବୁଦ୍ଧି ଅହଙ୍କାର ଯାକ, ଚିତ୍ତଟା ମନର ଗୋଟେ ଅଂଶ, ତାକୁ ଆମେ ସକ୍ରିୟ ସ୍ମୃତି ବୋଲି ବି କହିପାରିବା।
କୌଣସି ଜାଗାରେ ମୁଁ ପଢ଼ିଛି ଯେ ମନ ଗୋଟେ ସ୍ମୃତି, ଏ ଚିତ୍ତ ଏକ ସ୍ମୃତି। ସେ ସ୍ମୃତି ଭିତରେ ସେ ବହୁ ଜିନିଷକୁ ରଖେ। ସେଟା ଗୋଟେ ହାଟ ଭଳି ଜାଗା, ଯେଉଁ ହାଟରେ ସବୁ ଜିନିଷ ରହେ ଏବଂ ହାଟ ଘୋ ଘା ହୁଏ, ସେମିତି ଚିତ୍ତ ସବୁବେଳେ ଘୋ ଘା ହୁଏ। ବହୁ ସ୍ମୃତିକୁ ସେ ଧାରଣ କରେ, ଯାହାଫଳରେ କି ସେ ଗୋଳମାଳିଆ ପରିସ୍ଥିତି ମଧ୍ୟ ବି କରେ। ସେଥିପାଇଁ ଚିତ୍ତବୃତ୍ତି ନିରୋଧ, ଯଦି ଏ ଚିତ୍ତକୁ ଯଦି ଶାନ୍ତ ନ ହେବ, ଯୋଗଶାସ୍ତ୍ରରେ ଚିତ୍ତକୁ ଶାନ୍ତ କରିବା କଥା କୁହାଯାଇଛି, ତାହେଲେ ଜ୍ଞାନର ଏଠି ଊର୍ଜାକୁ ଦେଖି ହେବନି ବା ପ୍ରକାଶିତ ହୋଇପାରିବ ନାହିଁ। ଚିତ୍ତକୁ ଶାନ୍ତ କରିବା କଥା ସେ କହିଛନ୍ତି। ଅର୍ଥାତ୍ ଆମ ଯେଉଁ ସକ୍ରିୟ ସ୍ମୃତି ସିଏ ଯଦି ଶାନ୍ତ ନ ହୁଏ, ତାହେଲେ ନିଷ୍କ୍ରିୟ ସ୍ମୃତି ଯିଏ ଚେତନାକୁ ବହନ କରିକିରି ଜନ୍ମ ଜନ୍ମାନ୍ତରରୁ ଆଣିକି ସେ ଜୀବନରେ ସାଇତି ରଖି ସିଏ ତା'ର ପରିପ୍ରକାଶ ସେଠି ହୋଇପାରିବ ନାହିଁ। ତେଣୁ ଏଇ ଯେଉଁ ଚିତ୍ତ, ସେ ସଂକଳ୍ପିତ ଚିତ୍ତ ଯଦି ହୁଏ, ସେ ପରମକୁ ଧାରଣ କରେ, ପରମକୁ ରକ୍ଷଣ କରେ। ସେଥିପାଇଁ ପ୍ରାୟ ଇଏର ଚିତ୍ତରେ ଥୟ ରଖ ନୀଳଗିରିବାସୀଙ୍କୁ। ଯେ ଚିତ୍ତ ଭିତରେ ପରମ, ଏକମାତ୍ର ପରମଙ୍କର ଶକ୍ତି ହିଁ କ୍ରିୟାଶୀଳ ହୁଏ। ସେତେବେଳେ ସିଏ କ'ଣ କରେ, ତାର ଚିନ୍ତା, ତାର ଚେତନା କେବଳ ସେଇ ସତ୍ୟ ସହିତ ଯୁକ୍ତ ହୁଏ। ଯଚିତ୍ତ ଏଷମ୍ ପ୍ରାଣମ୍ ଆୟାତି, ଯାହାର ଚିତ୍ତରେ, ଯାହାର ମନରେ, ଯାହାର ଚିନ୍ତାଧାରାରେ, ଯାହାର ସ୍ମୃତିରେ ଏଇ ଯେଉଁ ପ୍ରାଣମ୍, ଏଷମ୍ ପ୍ରାଣମ୍ ଆୟାତି, ଏଷମ୍ ପ୍ରାଣ, ଏଷ ପ୍ରାଣ ମାନେ ସେହି ପରମ ପ୍ରାଣ ସହିତ ପରମ ପ୍ରାଣକୁ ସେ ଯଦି ମନେ ପକାଏ ବା ଧାରଣା କରେ, ପ୍ରାଣଂ ତେଜସା ଯୁକ୍ତ, ଏବଂ ଏଇ ପ୍ରାଣ, ଆମର ଯେଉଁ ପ୍ରାଣ, ସେ ପରମ ପ୍ରାଣ ସହିତ ଯଦି ସେ ଯୁକ୍ତ ହୁଏ ଏବଂ ସେତେବେଳେ ସହମାତ୍ମାମ୍, ସେ ଆତ୍ମାର ସହ, ଆତ୍ମା ସହିତ ଯଥା ସଂକଳ୍ପିତଂ ଲୋକଂ ନୟାତି, ସେତେବେଳେ ସେ ତେଜଯୁକ୍ତ ହୋଇ ଉଠେ। ଯେତେବେଳେ ମୂଳ ପ୍ରାଣ ସହିତ ଏଇ ଆମର ଯେଉଁ ପ୍ରାଣ, ଏଇ ଚରାଚରିତ ଯେଉଁ ପ୍ରାଣ, ନିମ୍ନ ପ୍ରାଣ, ତାର ଯଦି ଗୋଟେ ସଂଯୋଗ ହୁଏ, ତେଜସା ଯୁକ୍ତ, ସିଏ ଜ୍ୟୋତିର୍ମୟ ହୋଇ ଉଠେ। ସେଟା କରିବ କିଏ ନା ଚିତ୍ତ କରିବ, ଗୋଟେ ଭାବନା କରିବ, ଗୋଟେ ମନ କରିବ। ସେତେବେଳେ ସହମାତ୍ମାମ୍, ସେଇ ଯେଉଁ ମୂଳ ପ୍ରାଣ ସହିତ ଆତ୍ମା, ଏଠି ମୂଳ ପ୍ରାଣକୁ ଶ୍ରୀ ଅରବିନ୍ଦ ତାକୁ ଆରମ୍ଭ କରିଛନ୍ତି ସୁପ୍ରିମ୍ ଏନାର୍ଜି। ସେ ସୁପ୍ରିମ୍ ଏନାର୍ଜି ସହିତ, ଯେ ଲାଇଫ୍ ଅଫ୍ ଲାଇଫ୍, ଚିଚିତ୍ ଶକ୍ତି ସହିତ ଏଇ ପ୍ରାଣ, ଆମର ଯେଉଁ ଗତିବୃତ୍ତିର ଯେଉଁ ପ୍ରାଣ, ତାର ଯଦି ସଂଯୋଗ ମନ କରିପାରିବ, ସେତେବେଳେ ସେଇ ପ୍ରାଣ ଉଦାନ ବାୟୁ ସହିତ ଗୋଟେ ସଂକଳ୍ପିତ ଲୋକଂ ନୟତି, ଗୋଟେ ସଂକଳ୍ପିତ ଲୋକକୁ, ଦି ୱାର୍ଲ୍ଡ ଅଫ୍ ଇମାଜିନେସନ୍, ଏବଂ ସେଠିକୁ ସେ ଯାତ୍ରା କରିପାରିବ। ଏବଂ ସେ ୱାର୍ଲ୍ଡ ଅଫ୍ ଇମାଜିନେସନ୍, ଅର୍ଥାତ୍ ଆମେ ମଣିଷର ଯାହା ଚାହେଁ ବା ମଣିଷର ଯାହା ଲକ୍ଷ୍ୟ, ଯେଉଁ ଜଗତର ସହିତ ତାର ସମ୍ପର୍କ ରଖିବା ଲକ୍ଷ୍ୟ, ଯେ ସେଇ ଲୋକରେ ମୁଁ ପ୍ରାପ୍ତ ହେଲେ ମୁଁ ଯେଉଁ ଅର୍ଦ୍ଧ ସତ୍ୟ ଜୀବନ ବଞ୍ଚୁଛି, ଗୋଟେ ପୂର୍ଣ୍ଣ ସତ୍ୟ ଜୀବନରେ ବଞ୍ଚିପାରିବି, ସେଇ ଲୋକକୁ ସେ ନେଇଯିବ। ତେଣୁ ଏଇ ପ୍ରାଣ ମଧ୍ୟ ସେଇ ପ୍ରାଣର ରୂପାନ୍ତର ହେଇ ଉଠିବ ଏବଂ ତାକୁ କିଏ ସଂଯୋଗ କରି, ସହ ଆତ୍ମା, ଆତ୍ମାର ସହ, ଯେମିତି ଆପାର ବ୍ରେଥ୍, ତାକୁ କିଏ କରିବ ନା ଆପାର ବ୍ରେଥ୍, ଅର୍ଥାତ୍ ଉଦାନ ବାୟୁ, ଉଦାନ ବାୟୁ ତାକୁ ନେଇଯିବ। ସେ ଲୋୟାର ବ୍ରେଥ୍କୁ ଗୋଟେ ନେଇଯିବ କିଏ ନା ଆପାର ବ୍ରେଥ୍, ଉଦାନ ବାୟୁ ନେଇଯିବ
କାହା ପାଖକୁ ନେଇଯିବ ନା ସ୍ପିରିଟ୍ ପାଖକୁ ନେଇଯିବ, ଆତ୍ମା ପାଖକୁ ନେଇଯିବ। ଏବଂ ସେମାନେ କ'ଣ କରିବେ ନା ଗୋଟେ ଲୋକମ ଇମାଜିନେସନ୍ ବା ସଂକଳ୍ପିତ ଲୋକକୁ ଯାତ୍ରା କରିବେ। ସେ ସୁନ୍ଦର ଭାବରେ କଠୋପନିଷଦ ସେ କଥା ଅଛି ଯେ ଏଇ ଜୀବନ ଦ୍ୱୟଂ, ଏଇ ଯେ ଜୀବର ପ୍ରାଣ ଏବଂ ପରମଙ୍କର ଯେଉଁ ପ୍ରାଣ, ଦ୍ୱୟଂ ପିବନ୍ତୌ ସୁକୃତସ୍ୟ ଲୋକେ ଗୁହା ପ୍ରବିଷ୍ଟୌ ପରମ ପରାର୍ଥେ, ଯେ ସେମାନେ ଗୋଟିଏ ଘାଟିରେ ପାଣି ପିଇବେ। ଏଇ ଜୀବନର ଯେଉଁ ପ୍ରାଣ, ନିମ୍ନ ପ୍ରାଣ, ସେ ଯେତେବେଳେ ଊର୍ଦ୍ଧ୍ୱ ପ୍ରାଣ ସହିତ ଯେତେବେଳେ ସଂଯୋଗ ହେବେ, ଏଇ ଦ୍ୱୟଂ ସୁକୃତସ୍ୟ ଲୋକେ, ଗୋଟେ ସୁକୃତ ଲୋକକୁ ଯାତ୍ରା କରିବେ। ଗୁହା ପ୍ରବିଷ୍ଟୌ ପରମ ପରାର୍ଥେ, ଯେଉଁ ପରମ ପରାର୍ଥର ଯେଉଁ ଗହ୍ୱର, ତା ଭିତରକୁ ପ୍ରବେଶ କରିବେ। ଏଇ କଥାଟା ସମ୍ଭବ ହେବ ଯେ ଆମ ଭିତରେ ଯେଉଁ ଗୋଟେ ଚୈତିକ ମନ ରହିଛି, ଗୋଟେ ସଚେତନ ମନ ରହିଛି, ସେ କଥାକୁ ଉଭୟଙ୍କୁ ମିଳନ କରାଇବ। ତାପରେ 11 ନମ୍ବର ଶ୍ଲୋକରେ ସେ ସୁନ୍ଦର ଭାବରେ କହୁଛନ୍ତି, ଆହୁରି ସେ ସୁନ୍ଦର ଭାବରେ କହୁଛନ୍ତି, ଯେତେବେଳେ ସେ ମିଳନ ହେବ ଆତ୍ମାର ସହିତ, ସେଇ ଉଦାନ ବାୟୁ ତାକୁ ନେଇ ଆତ୍ମା ସହିତ ସଂଯୋଗ କରି ସେଇ ୱାର୍ଲଡ ଅଫ୍ ଇମାଜିନେସନ୍ ଆଡ଼କୁ ସେ ନେଇଯିବେ, ସେତେବେଳେ କ'ଣ ହେବ ସେ ସୁନ୍ଦର ଭାବରେ କହୁଛନ୍ତି, ୟୋ ଏବଂ ବିଦ୍ୱାନ୍ ପ୍ରାଣଂ ବେଦ ନ ହସ୍ୟ ପ୍ରଜା ହିୟତେ ଅମୃତଂ ଭବତି ତଦେଷ ଶ୍ଲୋକଃ। ୟୋ ଏବଂ ବିଦ୍ୱାନ୍ ପ୍ରାଣଂ ବେଦ, ବେଦ ଯିଏ ପ୍ରାଣକୁ ଯଥାର୍ଥ ଭାବରେ ସେ ଯେତେବେଳେ ଜାଣିଯିବ, ଯେତେବେଳେ ପର୍ଯ୍ୟନ୍ତ ସେଇ ମୂଳ ପ୍ରାଣ ସହିତ ଏ ପ୍ରାଣର ସଂଯୋଗ ନ ହେଉଛି, ଯଥାର୍ଥ ପ୍ରାଣକୁ ସେ ଜାଣିପାରିବ ନାହିଁ। ତେଣୁ ସେ ହିଁ ବିଦ୍ୱାନ୍, ସେ ହିଁ ଜ୍ଞାନୀ, ଯିଏ ଏ ପ୍ରାଣକୁ ଯଥାର୍ଥ ଭାବରେ ଜାଣେ। ବେଦ, ବେଦಂ ପ୍ରାଣମ୍, ପ୍ରାଣକୁ ଯଥାର୍ଥ ଭାବରେ ଜାଣେ, ସେ ହିଁ ଜ୍ଞାନୀ, ଆଉ ସେ ହିଁ ଯଥାର୍ଥ ଜ୍ଞାନ ପ୍ରାପ୍ତ ହୁଏ। ଏବଂ ସେ ଯେତେବେଳେ ଯଥାର୍ଥ ପ୍ରାଣକୁ ଜାଣେ, ଯେଉଁ ପ୍ରାଣର କୌଣସି ବିନାଶ ନାହିଁ, ଯେଉଁ ପ୍ରାଣର ତା ଉତ୍କ୍ରମଣ ନାହିଁ, ଆଉ ସେ ଯେତେବେଳେ ସେ ଜାଣେ, ନୋ ହାସ୍ୟ ପ୍ରଜା ହିୟତେ, ନୋ ୟସ୍ୟ ପ୍ରଜା, ସେଇ ବିଦ୍ୱାନ୍ ଲୋକର ପ୍ରଜା, ପ୍ରଜା ମାନେ ତାର ସନ୍ତାନଙ୍କର, ନୋ ହିୟତେ, ତାର ଦୁଃଖ ଆସେ ନାହିଁ, ସେ ଅମୃତ ଭବତି, ସେ ଅମରତ୍ୱ ଲାଭ କରେ। ତଦେଷ ଶ୍ଲୋକ, ଏଇ କଥାର ଅର୍ଥଟିକୁ ଆମକୁ ବୁଝିବାକୁ ପଡ଼ିବ ଯେ ଯେତେବେଳେ ସେ ନିମ୍ନ ପ୍ରାଣ, ସେଇ ପ୍ରାଣ ପରମ ପ୍ରାଣକୁ ଜାଣେ, ଯେଉଁ ପରମ ଜ୍ଞାନ ଲାଭ କରେ, ସେତେବେଳେ ସେ ତାର ଆଉ କୌଣସି ଦୁଃଖ ନଥାଏ, ତାର ଦୁଃଖ ନଥାଏ। ତା ଚାରିପାଖରେ ସେ ଯାହାକୁ ସୃଷ୍ଟି କରିଛି, ଅସ୍ୟ ପ୍ରଜା, ପ୍ରଜାର ଅର୍ଥ ଏଠି ସନ୍ତାନ ଅର୍ଥକୁ ବୁଝଉଛି। ଆମେ ଏହି ପ୍ରକାର ସନ୍ତାନ ବୁଝିବା, ଖାଲି ଗୋଟେ ପୁତ୍ର ଏଷଣାର ସନ୍ତାନ ନୁହେଁ। ଆମେ ଯେତେ ପ୍ରକାର ସର୍ଜନା ସବୁ କରିଛେ ବା କରୁଛେ, ଏ କାହାର ମୃତ୍ୟୁ ହୁଏ ନାହିଁ। ନୋ ହିୟତେ ମୃତ୍ୟୁ ଭବତି। ଯେମିତି ଚିତ୍ତ ଭାଇ ତାଙ୍କ ଜୀବନ କାଳରେ ଅନେକ ସର୍ଜନା କଲେ, ଅନେକ ପୁସ୍ତକ ରଚନା କଲେ। ପୁସ୍ତକ ମାନେ ତାଙ୍କର ପ୍ରଜା ବା ତାଙ୍କର ସନ୍ତାନ। ଶ୍ରୁତ ଗୋଟେ ଗ୍ରୁପ ତିଆରି କଲେ, ସେଟା ବି ତାଙ୍କର ସନ୍ତାନ। ଅନେକ ଅନେକ କଥା କଲେ, ଯେମିତି ଆମେ ଛାତ୍ର ସମୟ ଶିବିର କରୁଛୁ, ତାଙ୍କ ବି ସନ୍ତାନ। ଚିତ୍ତ ଭାଇ ଚାଲିଗଲେଣି, କିନ୍ତୁ ଏମାନେ ସମସ୍ତେ ଅମୃତ ଲାଭ କରୁଛନ୍ତି। ତାଙ୍କର ସୃଷ୍ଟ ସନ୍ତାନମାନେ ଆଜି ବି ସଚଳ ଅଛନ୍ତି ଏବଂ ତାଙ୍କର ପଥ ଅନୁସରଣ କରି କାର୍ଯ୍ୟ କରୁଛନ୍ତି। ତାର ମୃତ୍ୟୁ ହୁଏ ନାହିଁ, ନୋ ଭବତି। ଏବଂ ସେ କହୁଛନ୍ତି
ଯେ ତାର କେତେବେଳେ ନାଶ ହୁଏ ନାହିଁ ଏବଂ ସେ ସତ୍ୟର ଚିନ୍ତନ ଭିତରେ ଅମରତ୍ୱ ଭିତରେ ସେ ରହିଥାଏ। ଶରୀର କେତେବେଳେ ଶରୀର ଲିମିଟେସନ୍ ପାଇଁ ଶରୀର କେତେବେଳେ ନଷ୍ଟ ହୋଇଯାଏ, କିନ୍ତୁ ତାର ଯେଉଁ ସନ୍ତାନ ସେ ପ୍ରାଣମୟ କାର୍ଯ୍ୟ ସେଟା କେତେବେଳେ ବି ନଷ୍ଟ ହୁଏ ନାହିଁ। ସେ ହିୟତେ ନ ହିୟତେ, ତାର ମୃତ୍ୟୁ ହୁଏ, ତାର ନାଶ ନ ହିୟତେ ମାନେ ତାର ନାଶ ହୁଏ ନାହିଁ। ସେ ଅମୃତ ଭବତି, ସେ ଅମର ହେଇଯାଏ। ତାପରେ ଶେଷ ଶ୍ଲୋକ ଏଇ ଚତୁର୍ଥ ପ୍ରଶ୍ନରେ, ତୃତୀୟ ପ୍ରଶ୍ନରେ ଉତ୍ପତ୍ତିମ୍ ଆୟତି ସ୍ଥାନମ୍ ବିଭୂତଂ ଚୈବ ପଞ୍ଚଧା ଆଧ୍ୟାତ୍ମଂ ଚୈବ ପ୍ରାଣସ୍ୟ ବିଜ୍ଞାୟ ମୃତମଶ୍ନୁତେ ବିଜ୍ଞାୟ ମୃତମଶ୍ନୁତ ଇତି। ସେ ପ୍ରାଣର କିଛି ସ୍ଥାନ କଥାଟି ଆଲୋଚନା କରୁଛନ୍ତି ଯେ ଯିଏ ବେଦାନ୍ତର ଜ୍ଞାନୀ ବା ବେଦାନ୍ତକୁ ଅଧ୍ୟୟନ କରୁଛି, ତାର ମନ ଆଉ ବୁଦ୍ଧି ଏ ଦୁଇ ଜଣ ଏକତ୍ର ସଂଯୋଗ ହେଇ ସେ ପରମଙ୍କ ବା ପ୍ରାଣକୁ ନେଇ ସେମାନେ ସ୍ପିରିଟ୍ ବା ଆତ୍ମା ସହିତ ସଂଯୋଗ କରନ୍ତି ଏବଂ ତା ପାଇଁ ଏକ ଅଭ୍ୟାସ ସେମାନେ କରନ୍ତି। ସେମାନେ କ'ଣ କରନ୍ତି ନା ତାର ସେ ପ୍ରାଣର ଉତ୍ପତ୍ତି, ପ୍ରାଣମ୍ ଆୟାତି ଅର୍ଥାତ୍ ପ୍ରାଣର ପ୍ରବେଶ, ସ୍ଥାନଂ ପ୍ରାଣର ସ୍ଥାନ ଏବଂ ବିଭୂତ୍ୱଂ ତାର ଯେଉଁ ପରିପ୍ରକାଶ, ତାର ଯେଉଁ ବ୍ୟାପକତା, ତାର ଯେଉଁ ବିସ୍ତାର, ଏହା ସହିତ ସେ ପଞ୍ଚ ପ୍ରାଣକୁ ସେ ଜାଣେ, ତାର ପରିଚିତି ହୁଏ। ଯେତେବେଳେ ତାଙ୍କୁ ଜାଣେ ସେ ନିଜକୁ ଜାଣେ। ଆଧ୍ୟାତ୍ମମ୍ ଚୈବ, ତା ନିଜର ଗୋଟେ ପରିଚିତି ଆରମ୍ଭ ହୁଏ। ଯଦି ପ୍ରାଣର ଉତ୍ପତ୍ତି କେଉଁଠୁ ହେଲା ସେ ଜାଣିବ, ପ୍ରାଣ କେମିତି ପ୍ରବେଶ କଲା ଜାଣିବ। ଯାହା ହଉ ସେ ଉତ୍ତର ଦେଲେ, ଯେଉଁ ପ୍ରଶ୍ନ ପଚାରିଥିଲେ କୌଶଲ୍ୟ ଯେ ପ୍ରାଣର କେଉଁଠି ଉତ୍ପତ୍ତି ହେଲା, ପ୍ରାଣ କେମିତି ପ୍ରବେଶ କଲା, ପ୍ରାଣ କେମିତି କେଉଁ କେଉଁ ଜାଗାରେ ରହିଲା, ପ୍ରାଣ କେମିତି ବିସ୍ତାର ରୂପ ନେଇ କାର୍ଯ୍ୟ କଲା, ଏଇ ଯେ ପ୍ରାଣ ଯେ ପଞ୍ଚଭାଗରେ ବିଭକ୍ତ ହୋଇ ଆତ୍ମାର ସହିତ ସଂଯୋଗ ସ୍ଥାପନ କରି ରହିଛି ଏଇଠି, ତା ବିଷୟରେ ଯିଏ ଲୋକ ଜାଣେ, ଆଧ୍ୟାତ୍ମ ଚୈବ ପ୍ରାଣସ୍ୟ ବିଜ୍ଞୟାମୃତମଶ୍ନୁତେ, ସେ ପ୍ରକୃତରେ ବିଜ୍ଞ ଅର୍ଥାତ୍ ସେଇ ଜ୍ଞାନ, ପରମ ଜ୍ଞାନକୁ, ସେ ଅମର ଜ୍ଞାନ, ଅମୃତମୟ ଜ୍ଞାନକୁ ସେ ପ୍ରାପ୍ତ କରେ। ବିଜ୍ଞୟମ୍ ଅମୃତମ୍, ସେ ଅମୃତ ସ୍ୱରୂପକୁ ସେ ପ୍ରାପ୍ତ କରେ। ସେ ସେତେବେଳେ ତାର ଆଉ ବିନାଶ ହୁଏ ନାହିଁ ଏବଂ ସେ ପରମ ପ୍ରାଣ, ସେ ସୁପ୍ରିମ୍ ବ୍ରେଥ୍ ବୋଲି ସେ କହିଛନ୍ତି, ବା ଶ୍ରୀ ଅରବିନ୍ଦ ତାକୁ ସୁନ୍ଦର ଭାବରେ କହୁଛନ୍ତି ଯେ ତାକୁ କହୁଛନ୍ତି ସୁପ୍ରିମ୍ ଏନର୍ଜି। ଆଉ ଇଟ୍ ଇଜ୍ ଦି ସୁପ୍ରିମ୍ ଏନର୍ଜି which is nothing but the infinite force in action of supreme conscious being in his own illumined self। ସେ ସୁପ୍ରିମ୍ ଏନର୍ଜି ଯେ ତାପ ଶକ୍ତି ବା ଚିତ୍ ଶକ୍ତି ସହିତ ସଂଯୋଗ ସ୍ଥାପନ ହୁଏ, ସେ ଚିତ୍ ଶକ୍ତି ଆଉ କିଛି ନୁହେଁ, ସେଟା ଗୋଟେ ଇନଫାଇନାଇଟ୍ ଫୋର୍ସ, ଗୋଟେ ସୁପ୍ରିମ୍ କନସିୟସନେସ୍। ଆଉ ସେଇ ହେଉଛନ୍ତି ଇଲୁମାଇଣ୍ଡ ସେଲ୍ଫ, ସେଇ ଜ୍ୟୋତିର୍ମୟ ଆତ୍ମା। ଆଉ ସେ ହିଁ ନିଜେ ପରମ। ସେତେବେଳେ ତାଙ୍କୁ ବିଜ୍ଞତା ଅଶ୍ନୁତେ, ସିଏ ତାକୁ ଜାଣିଯାଏ। ଯେତେବେଳେ ତାଙ୍କୁ ଜାଣିଯାଏ ସେ ଅମରତ୍ୱ ପ୍ରାପ୍ତ କରେ।
एई कथाटा सुंदर भाव में आज आलोचना कले आमे जहाँ आज पुंखानुपुंख आलोचना कलु ताकू नहीं पढ़िलु ताकू नहीं आमे परस्पर आलोचना रखिबा। वर्तमान रब भाई आपण आलोचना आरंभ करंतु। समस्त को नमस्कार, शुभ सकाळ। तृतीय प्रश्न उपरे